बाबा छत्र कृष्ण छत्र पार्थ धनुर्धर छत्र जुगेश्वर कृष्ण छत्र पार्थ धनुर्धर छत्र से विजय भूति ध्रुव नित्यवर्तवा এই সচরাচর ধরা ধামরে যিয়ে যা বাক্যরে সৃষ্টি করি পারে মহা প্রলয় ଆଉ ଯାହାର ଛାଇ ପଡ଼ିଲେ ଶିକାର ଛାଡ଼ି ଲାଞ୍ଚ ଚାକି ଚାଲିଯାଏ ମହାବଳ ବାଘ আরে মু গোটাଏ ବିଷଧର ଗୋଖର ସାପ এই ଗୋଖର ସାପ ଯଦି ଅରେ ଛୋଟ ମାଇଲେ রাহি রাহি ডাক শুবে ଆଉ ଜବର ପାଞ୍ଜି ମଧ୍ୟ ବଦଳି ଯାଏ ସଦର ମୋ ଜୀବନର ଅଭିଧାନରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ ମୋ ମୁଣ୍ଡ ଉପରେ ଯଦି ବିଧ ସବାର ହୁଏ ତାହେଲେ ମୁଁ ସୃଷ୍ଟି କରିପାରେ ମହା ପ୍ରଳୟ ଆଉ ମୋ ମୁଣ୍ଡ ଯଦି ଠିକ ଅଛି ତାହେଲେ ମୁଁ ଗୋଟେ ସୁନା ପିଲା ସମୟ ଅନୁସାରେ ଏଇ ସୁନା ପିଲାର ମୁଣ୍ଡ ଯଦି ଥରେ ବିଗିଡ଼ି ଯାଏ ତାହେଲେ ମୁଁ ପାଲଟି ଯାଏ ଗୋଟାଏ ବେଇମାନ ମୁଁ ବନାକ୍ତେ অন্যযোগ অগ্নে ମୁଁ ବନାକ୍ତେ এই বনাক্তেটা ওরে রাখি গলে এই সারা বনাঞ্চলটা হুতু হুতু হেই চলি যায় ଆଉ এই বন ମଧ୍ୟରେ ଯେତିକି ଜୀବଜନ୍ତୁ ଆଉ ଅମୂଲ୍ୟ ଚନ୍ଦନ କାଠ ଅଛି ସମସ୍ତେ ପରେ ଧୂଳି ସାଥ ହେଇଯାଏ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି କେବଳ ସେଇ ପୁଣ୍ଡରିକ ବୈଦ ବାବାଙ୍କ ପାଇଁ ସତରେ ସେଇ ପୁଣ୍ଡରିକ ବୈଦ ବାବା ଯଦି ଉଚିତ ସମୟରେ ଆସି ମୋ ଜୀବନଟା ବଞ୍ଚେଇ ନଥାନ୍ତେ ତାହେଲେ ମୁଁ ମରି ଯାଇଥାନ୍ତି ସତରେ ଆଉ ଏ ଜୀବନ ମୁଁ ଫେରି ପାଇନଥାନ୍ତି ମୁଁ ବଞ୍ଚିଛି ଯେତେବେଳେ ସେଇ ମାଣିକଗଡ଼ ରାଜା ଦେବଦତ୍ତର ସଭଂଶଟାକୁ ବିନାଶ କରିବା ପାଇଁ ରାଜା ଦେବଦତ୍ତ ତୁ ଯେମିତି ମତେ ଦୁଃଖ ଯନ୍ତ୍ରଣା ଦେଇ ରାଜ୍ୟରୁ ବହିଷ୍କାର କରିଦେଇଛୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଜମାରୁ ଭୁଲିବେନି সময়টা অনেক খাই সারিছে মোর সহযোগী ভাই চক্ষুটা এ পর্যন্ত যাইছে কুয়াড়ে ফেরিলানি কাহিকি না ইচ্ছা ফেরিবা কোউঠি ଅଛି কে জানে চাখে আরে চাখে
अरे कोठू अचवे सारा शीघ्र आसे एते समय हे गला तू एक कोटिया मन मध्यरे बुलाबुली करू अरे ए मन मध्यरे अनेक हिंस जंतु गुड़ाक अछंती साला तते जीवंता खाई जिवे मरिबे साला दो ताके जंगल रे बुलिबा की मजा भाई अच्छा से बई दो बुला छियो सहित मु जंगल रे टिके बुलाबुली करू और कहियो कैती पाई देलियो वही तो बापा को झियो सहित तू ए जंगल मध्यरे बुल्ला बुल्ली करू भाई अरे जगे एक कथा जदि मो बही तो बापा कान रे पड़े तो अवस्था कौन हम जानी कौन हबो भाई कौन हम तो टिक टिक कर काटे ता चपी मध्यरे पति दप मोरी फुसड़ा हां कोन तकी जाने जे मो तकी पर की सब कथा जाने भाई अच्छा से बई दो बुला जम्मा जानी परिबनी अमते टिक टिक करी काटी की ता तो मेरे पति दबनी भाई এই কথা भाई তাকে मने पकाओ से होती तोर আরে कथा কৌ কথা বে ए मारी कोर कथा যাকে কেমতে ভুলিবি যাকে সেই মানিক্য কোন রাজ্য কথাটা আরে সে কথাটা মনে পড়ি করে ও ছাতিরু ইয়া চলি যাচ্ছে আরে যাকে তো পাখরে আজ মু শপথ করি কহুছি যে পর্যন্ত রাজা দেবদত্তর সবংশটাকে বিনাশ ন করিছি সে পর্যন্ত ও মনরে জমার শান্তি নাই নাই শান্তি କରୁଛି ଶପଥ ରହିବ ବ୍ୟର୍ଥ ଆରେ ଯାକି କରୁଛି ଶପଥ ରହିବ ବ୍ୟର୍ଥ ନାକି ରହେ ଶାନ୍ତ ପଢ ରାଜା ଦେବଦତ୍ତ କରିବିନି ହତ ଚାକି ବିତାରାଣୀ ଯୌବନ ଆରେ ବୋଲେ যাকে মারিবেনি পুত্র পুরাইবে বৈশ্য আরোই বিরাজ সিংহাসন माणिक्यगढ़ प्रजा संगतर माणिक्यगढ़ प्रजा संगतर उड़ाई विजय केतन रुचि शपथ नहीं पियर नाकनी रहे सत्य बड़
দেখে রাজা দেবদত্ত ଆମ ବେନେ ଭାଇଟାକୁ ରାଜ୍ୟରୁ ତୋଳି ଦେଇ ପାଲାଟା ମନ ମନ ଖୁସି ହଉଥିବ। ଆମେ ବେନେ ଭାଇଟା ମରି ଯାଇଛି। ଆରେ ଦେଖେ ଆମେ ବେନେ ଭାଇ ବଞ୍ଚିଛୁ। ସେ ପର୍ଯ୍ୟନ୍ତ ତା ଖୋଳି ଖୋଳି ଥିବା ସାମ୍ରାଜ୍ୟଟାକୁ ଭାଙ୍ଗି ରୁଚି ଚୁରମାର କରିଛୁ। ଆମେ ବେନେ ଭାଇ এই বন ମଧ୍ୟରେ ବଞ୍ଚିକି ରହିବା। ଆରେ ଦେଖେ এই ବନ ମଧ୍ୟରେ ଯେତେବେଳେ ଆମେ ଦି ଭାଇ ରହି ଆସୁଛୁ ଆମର ଜଣେ ବୈଦବା ଅଛନ୍ତି। ଆରେ ଯାହାକୁ ମୁଁ ଧର୍ମ ପିତା ବୋଲି ସମ୍ମାନ କରୁଛି ସେଇ ବାବାଟା ଅନେକ ସମୟ ହେଲା କୁଆଡେ ଯାଇଛନ୍ତି କଣ କରୁଛନ୍ତି ଏ ପର୍ଯ୍ୟନ୍ତ ଫେରିଲେ। ଦେଖେ ଠିକ କହିଛୁ। ଆମେ ଏଇଠି ଅପେକ୍ଷା କରିବା ତାପରେ ବାବା ଆସିଲେ ବାବାଙ୍କ ସହିତ କୁଟୀର ମଧ୍ୟକୁ ଚାଲିଯିବ। ଠିକ ଅଛି ଏ ଯେ କ୍ଷଣ ଅପେକ୍ଷା କରିନେ ବାବା ଆସୁଛନ୍ତି। बेटा बनाग्ने सर्वप्रथमे এই বনাগ্নির ভূমিষ্ঠ প্রণাম গ্রহণ করন্তু বাবা। उड़देस बेटा उड़देस बेटा बनाग्ने বাবা तू बने हेलुस तो बेटा ହଁ ବାବା ଆପଣଙ୍କର ସେବା ଶୁଶ୍ରୂଷାରେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ବାବା। बेटा ବାବା तोर घाटा सब सुखलास तो बेटा ସବୁ ଶୁଖି ଯାଇଛି ବାବା। ଆରେ ଏଇ ଦେଖ ବାବା ଏଇ ହାତଟା ମୋର ଭାଙ୍ଗି ଯାଇଥିଲା ଆଜି ଏ ହାତଟା ଭଲ କାମ କରୁଛି। ଏଇ ଗୋଡ ଭାଙ୍ଗି ଯାଇଥିଲା ବାବା ଆଜି ମୁଁ ଏ ଗୋଡରେ ଚାଲି ପାରୁଛି ବାବା। ସତରେ ବାବା ଆପଣଙ୍କର ଚେରି ମୂଲି ଔଷଧ ଖାଇ ମୋ ଜୀବନଟା ଆଜି ଧନ୍ୟ ହେଇଯାଇଛି ବାବା। ଆପଣଙ୍କ ପାଇଁ ମୁଁ ନୂଆ ଜୀବନଟେ ଫେରି ପାଇଛି बेटा ବାବା। गोटे कथा बेटा କଣ ସେ କଥା ବାବା? देख बेटा ବାବା तू धर्मर काम करबुस बेटा ନିଶ୍ଚିତ ବାବା। धर्मर बेटा चलबुस बेटा ବାବା सत कथा कहबुस बेटा ହଁ ବାବା। सत कहबाकू किया डरिबी ବାବା सत कही पछे मोले मरिबी ଠିକ କହିଛ ବାବା। एटाके मने रखिले बुस बेटा ନିଶ୍ଚୟ ମନେ ରଖିବି ବାବା। सत्य ही धर्म ବାବା धर्म ही सत्य ବାବା एटाके मानी कर चलबुस बेटा ହଁ ବାବା ହଁ महाप्रभु ହଁ कुशल मंगल ना रखी रवा बेटा ହଁ ବାବା ହଁ ନିଶ୍ଚୟ ମାନିକି ଚାଲିବି ବାବା। आर गोटे कथा बेटा ପୁଣି କୋଉ କଥା ବାବା? ई लोकर अलिति अत्याचार नहीं करबुस ନାଇଁ ବାବା ସେ ସବୁ କାମ ମୁଁ ଜମାରୁ କରିବିନି। ଆପଣ ଯେପରି ଏହି ଲୋକଙ୍କର ସେବା କରୁଛନ୍ତି ମୁଁ ମଧ୍ୟ ସେବା କରିବି ନିଶ୍ଚୟ। ଆଉ ଏମିତି ଖରାପ କାମ ମୋ ଜୀବନରେ କେବେ କରିବିନି। बेटा ହଁ आर गोटे कथा बेटा ବାବା ଆଉ ପୁଣି କୋଉ କଥା? मोर बेटी अंजलि ଓ आर तुई बेटा ହଁ ବାବା दुई भाई बंधी कर चलवा के हसी बेटा ବାବା ଅଞ୍ଚଳି ପରା ମୋ ସାନ ଭଉଣୀ ତାକୁ ସ୍ନେହ ମମତା ଦେଇ ବେଶ ଆନନ୍ଦରେ ରଖିବି। ଆପଣ ଚିନ୍ତା କରନ୍ତୁନି ଏ ବନାଗ୍ନି ପରା ଅଛି ସବୁ କାର୍ଯ୍ୟ ସଫଳ ଭାବରେ କରିବା ବାବା। ଆପଣ चिंता କରନ୍ତୁନି हाँ बेटा ବାବା। देख समय तो हला मुई खमन जाइसी चेरी मुड़ी उसो को सा अल्लाह बोले ହଁ ବାବା ई रोगी मन के देविस बेटा ହଁ ବାବା ନିଶ୍ଚୟ ଦେବି ବାବା। ହେଲେ ବାବା ଆପଣ ସେ ବଣକୁ ଯିବା ମଧ୍ୟରେ
ଆପଣ ସଞ୍ଜ ହବା ପୂର୍ବରୁ କୁଟିର ମଧ୍ୟକୁ ଫେରି ଆସିବେ ଜମା ଡେରି କରିବେନି তুই চিন্তা নাই কর বেটা ହଁ ବାବା মুই সন্ধ্যাবেলাকে পলাই আসবি ଠିକ ଅଛି ବାବା মুই যাইছি বেটা ହଁ ବାବା ଆପଣ ଆସିପାରନ୍ତୁ ଆଖେ ମୋ ବୈଦ ବାବା ଯାହା କହିଗଲେ ସବୁ ଶୁଣିଛୁ ସବୁ ଶୁଣିଛି ଭାଇ ଆଜିଠାରୁ ଏ ବରାଗ୍ନେ ଧର୍ମ ନ୍ୟାୟ ଆଉ ସତ ପଥରେ ଚାଲିବ ଆଉ ଏ ଲୋକଙ୍କର ଯେମିତି ମୋ ବୈଦ ବାବା ସେବା କରୁଛନ୍ତି ମୁଁ ମଧ୍ୟ ସେବା କରିବାକୁ ଚାହୁଁଛି ହଁ ଭାଇ ହେଲେ ଭାଇ ଅଜଖି ଏଥର ଆପଣ ହଁ ସମାଜସେବୀ ହେଇଯାଅ ନିଶ୍ଚୟ ଆଉ ଏ ସମାଜର ସେବା କର ଅଜଖି ସେଇଆ ହିଁ ଚାହୁଁଛି ହଁ ଭାଇ ଆଉ ଗୋଟାଏ କଥା ଆଗ କଥା ଏଥର ତୁମେ ସନ୍ନ୍ୟାସ ନେଇଯାଅ ଚାଖେ ହଁ, କଣ କହିବାକୁ ଚାହୁଁଛୁ ଏଥର ତୁମେ ସନ୍ନ୍ୟାସ ନେଇଯାଅ ନାଇଁ ଏ କୋଉ ପିଢ଼ି ଖଣ୍ଡେ ପିନ୍ଧି ଚାଖେ ଜୋରନ୍ଦାକୁ ଯାଇ କଣ ହେଲା ହାତରେ ଖଞ୍ଜଣି ଧରି ଖଞ୍ଜଣି ବଜାଉଥାଅ ମୋ कर तोर खंचणी पाचन कौन भावी मत मु कपिली पिंधिबी आउ खंचणी बजाइबी ଆଉ କଣ କରିବେ एई लोकंकर सेवा करबा को चाहूची भाई ଏ ଛେନାଗୁଡ଼ଟା କରିବେ ଚାଖେ ଆପେ ବଞ୍ଚିଲେ ବାପର ନା ଆରେ এইটা কলিযুগ কলিযুগ জানিছে এ কলিযুগরে সত্য ন্যায় ধর্মর স্থান নাই ଅଛି ଚାଖି ଅଛି কেবল ধর্মর এই স্থান ଏ ଚାଖେ कर कर অক্ষয় নুহে এ পাপ জগতে অধর্মর হেউ জয় अधर्मर सदा सर्वदा जय हो জয় ধর্ম দেবতা तो मुंड मध्य खराब है सारी चीज মুন্ড খারাপ হয়নি ভাই अरे ভাই हां মনে পকাও সে রাজা দেবদত্তর প্রতিশোধ কথা চাখে एमिते बोलले में चखे सही आराम चादा राजा देव दत्त कथाटा अरे से कथाटा मने पड़ी गले एबे भी वो छाते फटे जाऊ छे अरे चखे कौन करिबे मो एपटे मो बहित बाबा कथा आउ सेपटे सही राजा देव दत्त कथाटा ভাই हां প্রথমে করিব শত্রু কার্য एक আছে তারপরে করিব পিতৃ কার্য ସେଇଆ ହିଁ ହବ ও ভাই ଆରେ ଚଖେ ভাই ଶତ୍ରୁ କାର୍ଯ୍ୟ କରିବାକୁ ହେଲେ ଶତ୍ରୁର ଭଲ ମନ୍ଦ ସବୁ ଜାଣିବାକୁ ପଡ଼ିବ ও ভাই ଅନେକ ଦିନ ଧରି ଆମେ ବେଲି ଭାଇଟା ଏଇ ବଣ ମଧ୍ୟରେ ରହି ଆସୁଛୁ ମାଲିକଙ୍କର ରାଜ୍ୟର ଭଲ ମନ୍ଦ କିଛି ଜାଣିନୁ ভাই ভাই কিছু জানি ସେଇଥିପାଇଁ ତୁ ଗୋଟାଏ କାମ କରିବାକୁ ହବ ମୁଁ ଗୋଟାଏ କାମ କରିବି ହଁ ଚଖେ কি কাম ভাই ଆସନ୍ତା କାଳେ ତୁ ଗୁପ୍ତଚର ହେଇ ମାଲିକଙ୍କର ରାଜ୍ୟକୁ ଯାତ୍ରା କରିବୁ ମୁଁ ଆଉ ତୁ ଗୁପ୍ତଚର এই মারিক বড়କୁ যাত্রা କରିବି ହଁ ଚଖେ ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ନିକଟକୁ ଫେରିବାକୁ ହବ ଭାଇ ଚଖେ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ହଁ ଜମା ଚିନ୍ତା କରନ୍ତୁନି ଭାଇ ଜମା ଚିନ୍ତା କରୁନି ମୁଁ ଅସତ୍ୟକାରୀ ଗୁପ୍ତଚର এই ମାରିକ ବড়କୁ ଯାତ୍ରା କରିବି ଆଉ ଆଉ କଣ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ କରି ଆପଣଙ୍କ ପାଖରେ ଉପସ୍ଥାପନ କରିବି ଭାଇ ସାବାସ ଚଖେ ଭାଇ ହଁ କିନ୍ତୁ ଆରେ କିନ୍ତୁ ପୁଣି କଣ ଭାଇ ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ ଯଦି ଏ କଥା ବୈଦ ବୁଢ଼ା ଜାଣିଯିବ ସେ ଆମକୁ ଏ ଅଗନାଗନି ବନସ୍ତ ଭିତରେ ରଖେଇ ଦବନି ଭାଇ ଠିକ କହିଛୁ ଭାଇ, ହଁ ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ିଦେଲା ଚଖେ ଠିକ ସେମିତି ଏ ବୈଦ ବୁଢ଼ା ମଧ୍ୟ ଆମକୁ ଏ
ଅଗନାଗନି ବନସ୍ତ ଭିତରୁ ତଡ଼ି ଦବ ନିଶ୍ଚୟ ଭଲ କଥା ପଦେ ମନେ ପକେଇ ସେଇଥିପାଇଁ ହଁ। ଏ କଥାଟାକୁ ଗୋପନରେ ରଖିବାକୁ ହବ ତାକେ ଥରେ ଆମେ ଭୁଲ କରି ସାରିଛୁ ଆଉ ଦ୍ୱିତୀୟ ଥର ସେମିତି ଭୁଲ ହବାକୁ ମୁଁ ଦେବିନି ଆରେ ପିଙ୍ଗୁଲା ଏଣ୍ଡୁଅ ଦେଖିଛୁ ପିଙ୍ଗୁଲା ଏଣ୍ଡୁଅ ପିଙ୍ଗୁଲା ଏଣ୍ଡୁଅ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ଠିକ ସେମିତି ଏଇ ବନାଗ୍ନିଟା ତା ନିଜକୁ ନିଜେ ପରିବର୍ତ୍ତନ କରିଦବ ଏ କଥାଟା ଆମ ଭେଣ୍ଡି ଭାଇ ଛଡା ତୃତୀୟ ଜଣ କେହି ଜାଣିପାରିବେନି କେହି ନୁହଁ ଆପଣ ଯେମିତି ପିଙ୍ଗୁଲା ଏଣ୍ଡୁଅ ପରି ରଙ୍ଗ ବଦଳାଇ ଏ କଥାଟାକୁ ଗୋପନରେ ରଖିବେ ନିଶ୍ଚୟ ଠିକ ଯେମିତି ମୁଁ ବାରମାସୀ ତୋଡ଼େଇ ପରି ରଙ୍ଗ ବଦଳାଇ ମାଣିକ ଗଡ଼କୁ ଦେବଦତ୍ତ ଜାଣିପାରିବନି ଭାଇ କାହାର ଏଇ ବନାଗ୍ନିର ଚାଲ ଚଖେ ଏଥର ଆମେ କୁଟୀର ମଧ୍ୟକୁ ଯାଇ କିଛି ଆଲୋଚନା କରିବା ତାପରେ ଆସନ୍ତା କାଲି ତ ଯାତ୍ରା କରିବୁ ମାଣିକକଳ ରାଜ୍ୟ ଭାଇ ତେବେ ଚାଲନ୍ତୁ ଯିବା ଆର ତେବେ ଚାଲନ୍ତୁ ପରିବେଷଣ ହୋଇଥିବା ଦୃଶ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ